ଗଜ ଗଜ ମୂର୍ଖ ତ ମୂର୍ଖର ଗଜ ମୂର୍ଖ ଆଉ ଥରେ କଣ କହୁଛି ଆଉ ଗୋଟେ ଭିଡିଓ କରିକି ଛାଡିଛି ଆଜି ସେ ପ୍ରଶ୍ନ ସେଇଟା ସେ ପ୍ରଶ୍ନ ଦେଇଛି କଣ ବୋଲିକି ଦେବତାକୁ କାହିଁକି ଦେବତା କୁହାଯାଏ ଆଉ ସେଇଟା ସୁଶାନ୍ତ ଆଜ୍ଞା ଉତ୍ତର ଦେଇ ପାରିଲେ ନାହିଁ ଏବେ ଯଦି ସୁଶାନ୍ତ ଆଜ୍ଞାକୁ ଲଣ୍ଡା କାହାକୁ କୁହାଯାଏ ମାନେ ସୁଶାନ୍ତ ଆଜ୍ଞା ଏବେ ଲଣ୍ଡା ତାକୁ ଲଣ୍ଡା କାହାକୁ କୁହାଯାଏ ବୋଲି କହିଲେ କେମିତି କୁହାହବ ସେମିତି ଦେବତା ସେଇଟା ସେ ଉତ୍ତର ଦେଇ ପାରିଲେ ନା ବୋଲି କହୁଛି ହେଲେ ଆକୁ କେମିତି ବୁଝା ହବ କାହିଁ କହିଲୁ ନମ୍ବର ଅଛି ଦେଇଛି ସେ ନମ୍ବର ତାର ନମ୍ବର ଦେଇନା ସେ ପାଗଳାଟା ସେ ପାଗଳ ତାର ମୁଣ୍ଡ ନାହିଁ ସେ ଆଚ୍ଛା ତୁ ଯଦି ମୁଁ ଦେଇପାରୁନି ତୁ ଦେବୁ କି ନାହିଁ ଏବେ ସେ ଆଉ କଣ କରୁଛି ମୁଁ ତାହା ଦେବି ବୋଲି ଖାଲି ଢାବା ମାରିଦେଇକି ଆଉ ଗୋଟେ ଭିଡିଓ କରିଦେଇ ଛାଡି ଦେଇଛି ତାପରେ ସେଟେ କହୁଛି ଏବେ ମାନେ ସେ ମାନେ କିଛି ଏକା ନାହିଁ ହେଲା ତାର ଏମିତି ଫାଲତୁ ଯାକ କରବା ତାର ସେଠି ତ ମତେ ବିରକ୍ତ ଲାଗୁଛି ହେଲା ମୂର୍ଖଟା ଯେଟା ଅସ ଲାଗୁଛି ବୋଲି ଅସ ଲାଗୁଛି ତାକୁ ସେ ଉତ୍ତର ଦେଇ ପାରିଲେନି ଜଣେ ମିଶିନେରୀ 4 ବର୍ଷ ଟ୍ରେନିଂ କଲା ପରେ ସେ ଡାଇସେସର ମିଶିନେରୀ ଅଛି ତାକୁ ମୁଁ ଫୋନ କରିକି ମାନେ ପଚାରିକି ସେଟା ଭିଡିଓ ସେଟିଂ କରିକି ଛାଡିଛି ସେ ଯେତେବେଳେ ଏଟା ପ୍ରଶ୍ନ ପଚାରିଲା ମାନେ ପ୍ରଶ୍ନ ଯେତେବେଳେ ପଚାରିଲେ ସେ କହିଲା ହସିଲା ଆରେ ଦେବତାକୁ କାହିଁକି ଦେବତା କୁହାଯାଏ ମାନେ ଏଟା କଣ ପ୍ରଶ୍ନ ବୋଲି କହେ ସେ ଆଉ ଥରେ କହୁଛି ସେଇଟା ଏକା ହେଲେ ମୁଁ ଗୋଟେ କ୍ୱେଶ୍ଚନ କରିବି ଆଜି ଦେବତାକୁ କେମିତି ଦେବତା କୁହାଯାଏ ସେଟା ଜାଣିନି ଯେ ପ୍ରଶ୍ନ କରିଛି ସିଏ ନିଜେ ଜାଣିପାରୁନାହିଁ ଯେ ମୁଁ କଣ ପଚାରୁଛି ପିଲାକୁ କାହିଁକି ପିଲା କୁହାଯାଏ ବୋଲେ କଣ କହିବି ସେଇଟା ପରା ପିଲାକୁ କାହିଁକି ପିଲା କୁହାଯାଏ ଲଣ୍ଡା ମୁଣ୍ଡାକୁ କାହିଁକି ଲଣ୍ଡା ମୁଣ୍ଡା କୁହାଯାଏ ଏବେ ସୁଶାନ୍ତ ଆଗରେ ମାନେ ଚୁଟି ନାହିଁ ତାର ଲଣ୍ଡା ଅଛି ତାକୁ ମାନେ କୁହା ହଉଛି ସେମିତି ଦେବତାକୁ ଦେବତା କୁହାଯାଏ ମାନେ ତାର ସେ ଉତ୍ତର ଦେଇ ପାରିଲେନି ମତେ ହସ ଲାଗୁଛି ବୋଲେ କଣ ଉତ୍ତର ଦେବୁ କାହିଁ ପାର୍ଥକ୍ୟ ତ ଦିଆ ହେଇଛି ସେ ଏବେ ସେଟା ଛାଡିଛି ମୁଁ ଇଏ କରୁଥିଲି ବାଇବଲରେ ଉତ୍ତର ନାହିଁ କି ଦେବତାକୁ କାହିଁକି ଦେବତା ଯାଇଛି ଦେବତାର ପରିଭାଷା କଣ ସେଇଟା ଏଇଟା ଦେଇଛି ଏଟା ଦେଇଛି ହେଲା ଦେଇକି ସେ କହୁଛି ଏବେ ସୁଶାନ୍ତକୁ କାହିଁକି ଲଣ୍ଡା ମୁଣ୍ଡା କୁହାଯାଏ ମାନେ ତାର ଚୁଟି ନାହିଁ ବୋଲି ତାକୁ ଲଣ୍ଡା ମୁଣ୍ଡା କୁହାଯାଏ ସେମିତି ଦେବତାକୁ କାହିଁକି ଦେବତା କୁହାଯାଏ ସେଇଟା ଉତ୍ତର ଦେଇ ପାରିଲେ ଅସ ଲାଗୁଛି ତାର କହିବାର ଅସ ଆଉ ହସ ବି କହିପାରୁନି ଗୋଟେ କାମ କରନ୍ତୁ ତାକୁ ଦ୍ୱିତୀୟ କୁହନ୍ତୁ ଭିଡ଼ିଓ ବନେଇକି ଆଜ୍ଞା ଆପଣଙ୍କର ଆପଣ କିଛି ଭିଡ଼ିଓ କହିଲେ କିଛି ଲାଭ ନାହିଁ ସେ ନମ୍ବର ଦେଲେ ବ୍ୟକ୍ତିଗତରେ ହେବ ଭିଡିଓରେ ହେଲେ ଲୋକମାନେ ଶୁଧିବେ ଆଉ କେତେ ଜଣ ପଚାରିଲେ ସେ ତ ସୁଶାନ୍ତ ଆଜ୍ଞା କହିପାରିଲେ ନାହିଁ ଆଉ ଆପଣ ଟିକେ କୁହନ୍ତୁ ବୋଲି କହିଲା ବେଳକୁ ସେ ଆଗରେ କହିଛି ଆପଣ ଯଦି କହିପାରିବେ ନା ମୁଁ ମୋ ଧର୍ମଶାସ୍ତ୍ର ମୁଁ କହିବି ବୋଲି କହିଛି ନା ହେଲେ ସେ ତାର ଧର୍ମଶାସ୍ତ୍ର କହୁ ଆମେ ଯେମିତି ଆମ ଧର୍ମଶାସ୍ତ୍ରରୁ ପାରୁ ପର୍ଯ୍ୟନ୍ତ ଆମେ ଚେଷ୍ଟା କରି ଦିଆ ହେଲା ତାକୁ ହେଲା ସେ ଦେଇପାରିଲା ନା ଏବେ ଦେଖ ତାର ବାପା ତାର ମା କୁ ରଖିଲା ବୋଲିକି ସୁବ୍ରତ ମା କୁହା ହେଲା ନାଇଁ କି ଆଉ ତାର ବାପା ତାକୁ ରଖିଲା ବୋଲିକି ତାର ସୁବ୍ରତକୁ ଜନ୍ମ କଲା ବୋଲି ସୁବ୍ରତର ମା କୁହା ହେଲା ଆର ଉତ୍ତର କଣ ଅଛି ଶୁଣନ୍ତୁ এটা জ্ঞାନ କି ତାର ଜ୍ଞାନ ନାହିଁ କଣ କଥା ସେଇଟା ପରା ଏବେ ମନେକର ଜଣେ କହିବ ସୁବ୍ରତର ମା କଣ ପାଇଁ କୁହାହବ ସୁବ୍ରତର ବାପା ତା ସହିତ ସହବାସ କଲା ପାଏ ବୋଲିକା ସୁବ୍ରତର ମା କୁହା ହେଲା ନା ନାଇଁ କି ସିଧା କଥାରେ ଦେବତାକୁ କାହିଁକି ଦେବତା କୁହାଯାଉ ତ କଣ ସୁବ୍ରତକୁ କାହିଁକି ସୁବ୍ରତର ତାର ମା କୁ କାହିଁକି ସୁବ୍ରତର ମା କୁହା ହେଲା ହେଲେ ସୁବ୍ରତର ବାପା ସହବାସ କଲା ପାଇକି ସୁବ୍ରତର ମା କୁହା ହେଲା ନାଇଁ କି
ଆଉ ଏଇଟା ଆଉ ତୋର କଣ ଅଛି ଏଟା କଣ ବୁଝେଇଲେ ବି ସେ ବୁଝେଇଲା ଆରେ ଦେବତା ଅଲଗା ଈଶ୍ୱର ଅଲଗା ଏଇଟା ସବୁ କଲେ ବି ହେଲା ନା ସେ ପୁଣି ତାର ଧର୍ମଶାସ୍ତ୍ର ଦେଖେଇବ ସେ ଦେଖଉନୁ କାହିଁକି ଏବେ ଏଟା ଧାବା ମାରି କାହିଁ ଛାଡିଛ ଆଉ ଥରେ ଏବେ ଯୋଉଟା ମାନେ ଇଏ କରୁଛି ଆଉ ଢାବା ଗୋଟେ ମାଲ ଦେଇକି ଛାଡି ଦେଇଛି ସୁଶାନ୍ତ ଆଗେ ସେଠି ଉତ୍ତର ଦେଇପାରିଲେ ସମ୍ମାନ ସହକାରେ କହୁଛି ସୁଶାନ୍ତ ଆଗେ ସେଥିରୁ ମାନେ ଉତ୍ତର ଦେଇପାରିଲା ଆଚ୍ଛା ମୁଁ ଉତ୍ତର ଦେଇପାରିଲି ତୁ ଦେଉନୁ ଉତ୍ତର ତମ ଶାସ୍ତ୍ରରୁ କୋଉ ଜାଗାରେ ଅଛି କୋଉଠି ଅଛି ମୁଁ ଯେମିତି ପଦ ପର୍ବ କାଢିକି ଦେଉଛି ସେଠି ଦେ ଆଉ ଫେର ସେଟାକୁ ଆଉ ଢାବା ମାରି କଣ ପାଇଁ ଛାଡୁଛୁ ଏ ମୂର୍ଖକୁ କଣ କୁହାଯିବ ଆକୁ ଭାଷା ସେଥିପାଇଁ ମୁଁ ଭାଷା ଯାକୁ କହିଲେ ସୁଶାନ୍ତ ଭାଷା କହୁଛି ବୋଲି କହୁଛନ୍ତି ମୁଁ କହିଲି ନା କି ଏଇ ଉଡିଆକୁ ମାନେ ଡରେଇଲା ଯିଏ ବି ଉଡିଆକୁ ସେ ଡରେଇଲା ସେ ତାକୁ ଢାବା ମାରି ଦେବାକୁ ପାରୁଛି ବୋଲି ଭାବୁଛି ତା ନିଜେ ଜାଣୁନି ମୁଁ ଗଜ ମୂର୍ଖଟା ମୋ କୋଉ ମା ବାପା ମତେ ଜନ୍ମ କରିଥିଲେ ଯେ କୋଉ ଓଲା ଯୁଗଟେ ମୁଁ ଜନ୍ମ ହେଇଛି ବୋଲି ସେଇଟା ନିଜେ ଭାବି ପାରୁନାହିଁ କଣ ମୁଁ ପଚାରୁଛି କଣ ତାର ଉତ୍ତର କିଛି ନାହିଁ ମୁଁ ତ ଠିକ ସେ ଓଡିଆ ବି କହିପାରୁନି ମତେ ଲାଜ ଲାଗିବା କଥା ଯେ ଏଠି ଚାଲିବା ଯିବା କଥା ନଥିଲା ବୋଲି ସେତିକି ବି ଭାବି ପାରୁନାହିଁ ଅସ ଲାଗୁଛି ପୁଣି ତାକୁ ଅସ କି ଅସ ଅସ କହିପାରୁନି ଅସ କହୁଛି ଅସ ମତେ ଅସ ଲାଗୁଛି ଆରେ ଅସ ଲାଗୁଛି ତ ହସିବୁ ଆଉ ହସିବାରୁ ତ ହସିବୁ କଣ ଅସ ଗୋଟେ କଣ ସେଇଟା ଅସ ଲାଗୁଛି ମତେ ସେଇଟା ଭିଡିଓ ଦେଖିଲେ ଅସ ଲାଗୁଛି ସେ ଜଣକୁ ଆରେ ସେ 15ଟା ମଣ୍ଡଳୀରେ ଏବେ ମିଶିମିର ଅଛି ରାୟଗଡା ଡିଷ୍ଟ୍ରିକ୍ଟ ଅଛି ତାକୁ ମୁଁ ଫୋନ କରେ ତାର ଗୋଟେ ବନେଇକି ମୁଁ ତ ଉତ୍ତର ଠିକରେ ଦେଲି କି ନାଇଁ ବୋଲି ମୁଁ ପଚାରିକି ତାକୁ ଏଇଟା କହିଲି ବୁଝୁ ବୋଲିକି ତାକୁ ବି ଭୁଲ ଧରୁଛି ସେ ଯିଏକି ଘର ଦ୍ୱାର ଛାଡିକି 4-5 ବର୍ଷ ବାଇବେଲ ଟ୍ରେନିଂ କରିକି ଡାଇସେସ୍ ଭଳିଆ ସମୟ ଏବେ ମାନେ ମିଶିମିର ଅଛି ତାକୁ ବି ଭୁଲ ଧରୁଛି ବୋଲି କହିଲେ ଏବେ ଗୋଟେ ଆଜି ଏବେ ସେ ଗୋଟେ ସଭାରେ ମାନେ ଇଏ କରୁଥିଲା ଜଣେ ମିଶିନେରୀ ମତେ ଗୋଟେ ତାର ପଛପଟେ ବସେଇ ତାର ଭିଡିଓ କଲା ଭିଡିଓ କରିକି ତାର ଛାଡିଲା ପରେ ମତେ କହିଲା ତମ ଏରିଆର ଇଏ ବାବୁ ଆଉ ଏତେ ଭଲ ଶିକ୍ଷା ଦଉଛି ମୁଁ ମାନିବି ତାର ସେଥିପାଇଁ ମୁଁ ଟିକେ ତାର ପଛପଟେ ବସିକି ମୁଁ ତାର ଏଇଟା ମାନେ ଭିଡିଓ କରି ପଠେଇଛି ବୋଲି କହିଲା ମାନେ ସେ ଦାଉଦଙ୍କ ବିଷୟ ଏତେ ଏକ୍ସପ୍ଲାନେସନ ଦେଲେ ସେ ମତେ ତାର ପଛପଟେ ବସିକି ରେକର୍ଡିଂ କରି ଛାଡିଛି ହେଲେ ସେଇ ଲୋକଙ୍କୁ ମୁଁ ଫୋନ କରି ପଚାରିଲି ସେ ଏକ୍ସପ୍ଲାନେସନ ଦେଲେ ତାର ବି ସେ ବୁଝୁ ବୋଲି ସେଇଟାକୁ ଲୋଡ କରି ପଠେଇଲି ଏ ଗଜମୂର୍ଖ ଆଉ ଥରେ ସେଇଟା ଗଜମୂର୍ଖ ଭଳିଆ ପଚାରୁଛି ଆକୁ କଣ କୁହାଯାଏ ଆକୁ ସିଧା ସେମିତି ଏକା ତୋର ବାପା ତୋର ମା ସହିତ ସହବାସ କଲେ ବୋଲି ତାକୁ ସୁବ୍ରତର ମା କୁହାହେଲା ବୋଲି କୁହାହବ ନା କଣ ଏମିତି ଏକା ଭାଷା ତାକୁ ଦରକାର ଏବେ ମନେକର ପ୍ରଶ୍ନ କୁହାଯାଏ ସୁବ୍ରତର ମା କାହିଁକି କୁହାଯାଏ ସୁବ୍ରତର ବାପା ତାର ସୁବ୍ରତ ମାଙ୍କ ସହିତ ସହବାସ କଲା ପାଇଁ ସୁବ୍ରତର ମା କୁହାହେଲା ଏଇଟା ତ ତାପରେ ଅସ କେତେ ବାହାରୁଛି ଦେଖିବା ଅସ ତାର ମତେ ଅସ ଲାଗୁଛି ବୋଲି କୋଟିରେ କେତେ ଅସ ବାହାରୁଛି ଦେଖାହବ କେତେ ହସୁଛି ଲୋକମାନେ କଣ ଏଇଟା କହିଲେ ସୁଶାନ୍ତ ଭାଷା କହୁଛି ବୋଲି କହୁଛି କାହିଁକି ଆଉ ମୂର୍ଖକୁ ମୂର୍ଖ ଭଳିଆ ଉତ୍ତର ଦେଲେ ଏକା ହେବ ଠିକ ବୋଲି ତାର କିଛି କାମ ଧନ୍ଦା ନାହିଁ ତୁ ସେ କାମ ହେଲେ କରିକି କଣ କି ଆମ ପ୍ରଭୁଙ୍କ ଲୋକମାନଙ୍କ ପଛରେ ତୁ କାହିଁକି ଲାଗିଛୁ ତୁ ଲାଗି ତ 33 କୋଟି ଦେବତା ଭିତରେ କୋଉ ଦେବତା ଲାଗି ପଡେ ସେ ହେଲେ ଆଶୀର୍ବାଦ ହେଲେ ଦେବୁ କି ସେ ମାଧ୍ୟମରେ ଲୋକମାନେ ଏ ଦେବତା ବିଷୟ ସେ ପ୍ରଚାର କରୁଛି ବୋଲିକି ଲୋକମାନେ ଧ୍ୟାନ ହେଲେ ଦେବେ ଆଉ ଏଇଟା ପୁଣି ବେକାର ଗୋଟେ ପ୍ରଶ୍ନ ତାକୁ ପଚାରୁଛି ଦେବତାକୁ କାହିଁକି ଦେବତା କୁହାଯାଏ ତୋର ମାକୁ କାହିଁକି ତୋର ମା କୁହାଯାଏ ତୋର ମା ତୋର ବାପା ତୋର ମା ସହିତ ସହବାସ କଲା ପରେ ତୋର ମା କୁହାହେଲା ତାକୁ ପାକଲା ହାରାମିଟା ଇଏ ଗୋଟେ ମୁଁ କଣ କହିବି ତାକୁ ମୁଁ କିଛି ବୁଝିପାରୁନାହିଁ ଆଜ୍ଞା ଭାତକୁ କାହିଁକି ଭାତ କୁହାଯାଏ ସେ କହୁଛି ଭାତକୁ କାହିଁକି ବାତ କୁହାଯାଏ ତା ସେ ବାତ ସେ କହିବ ଗଛକୁ କାହିଁକି ଗଛ କୁହାଯାଏ ହିନ୍ଦୁକୁ କାହିଁକି ଇନ୍ଦୁ କୁହାଯାଏ ସେ ଇନ୍ଦୁ କହୁଛି ନା ହଁ କେବେ ହିନ୍ଦୁ କହିପାରିବ ନା ସେ ଇନ୍ଦୁ କହୁଛି ତାକୁ ହିନ୍ଦୁକୁ କାହିଁକି ଇନ୍ଦୁ କୁହାଯାଏ ଏଇଟା ଗୋଟେ ପ୍ରଶ୍ନ ତୁ ତୋର ସ୍ପେଲିଂ କି ତୋର ଉଚ୍ଚାରଣ ହଉନୁ ତୁ ସେଥିପାଇଁ ସେମିତି କହୁଛୁ
ସେ ଗଛକୁ କାହିଁକି ଗଛ କୁହାଯାଏ? ଗଛ କହିପାରିବେ ନା, ଗଛ କହିବ। ହଁ ଆଦିବାସୀ ସମ୍ପୂର୍ଣ୍ଣ ଗୋଟେ କୋରାପୁଟ ଆମେ ଆଦିବାସୀ ନାଇଁ କି, ଆଦିବାସୀ ନାଇଁ, ଇଏ ମାନେ ଇଏ କଣ ଗୋଟେ ତେଲିଟା କି ଗୋଟେ ଇଏ ଗୌର ଲୋକଟା, ଇଏ ମାନେ ଗୋରୁ ଚରେଇବା ଲୋକ ଇଏ। ମତେ ଲଗେଇବ ଏପଟ ଲୋକ ଆଦିବାସୀ ମତେ ଲଗେଇବ। ନାଇଁ ଆଦିବାସୀ ହଁ ସେପଟେ ବି ସେମିତି କହିବେ ଯେ ଇଏ ସେ ତାଠୁ ହୁଣ୍ଡାଟା ମୂର୍ଖଟା, ଏଟେ ଗଜ ମୂର୍ଖଟା, ମାନେ ତାର ମାନେ ମୂର୍ଖାମି ଯାଇ ନାହିଁ, ମାନେ କାହା ସହିତ କଣ ଇଏ କରତେ। ଆଚ୍ଛା ମାନେ ଲଣ୍ଡା ମୁଣ୍ଡିଆକୁ କାହିଁକି ଏବେ ସୁଶାନ୍ତ ଆଗରେ ମୁଣ୍ଡ ଲଣ୍ଡା ଅଛି, ତ ଲଣ୍ଡା ମୁଣ୍ଡିଆକୁ କାହିଁକି ଲଣ୍ଡା ମୁଣ୍ଡିଆ କୁହାଯାଏ ବୋଲି ସେ ଉଦାହରଣ ଦେଇ। ଲଣ୍ଡା ମୁଣ୍ଡିଆ କହିବେ ନା କଣ, ତାର ମା କହିଥାନ୍ତେ। ଠିକ ଅଛି, ମୁଁ ଟିକେ ଏଇଟା ଚେକ୍ କରି ଆମର କଲ୍ କରିବି ଆପଣଙ୍କୁ କଥା। ହଁ ଆଜ୍ଞା, ହଁ ହଉ ରହୁଛି ନହେଲେ, ନମସ୍କାର ନମସ୍କାର।